ସମସ୍ତ ମା ଭାଇ ସମସ୍ତଙ୍କର ବିଜୟରୁ ସାନମାନଙ୍କ କମ ଶୁଣାନି କମ ଶୁଣା ସାନି ତମ ଜନ୍ମ ଦିବସ ଆଜି ଆମେ ପାଳନ କରୁଛନ୍ତି ସାରା ବିଶ୍ୱ ପ୍ରତି କେନ୍ଦ୍ର ମନ୍ଦିରରେ ସୁନ୍ଦର ଭାବରେ ଆମେ ମାତୃ ସମ୍ମାନ ଗୋପାଳ ସତ୍ସଙ୍ଗରେ ଆମର ମାତା ସମସ୍ତେ ବିଶେଷ କରି ଗଲେ ମାଆଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଣାମ ମାଆଙ୍କର ଚେଷ୍ଟା ଏତେ ଆଉ ମାଆଙ୍କର ସ୍ନେହ ହେଲା ଏତେ ସେଇ ମୋ ଆସିବାର ନଥିଲା ଆସିନଥାନ୍ତି ମାଆଙ୍କୁ ମନା କରିଥିଲି କାରଣ ମୋ ଶରୀର ଟିକେ ଅସୁସ୍ଥ ରହୁଛି ଆସିପାରୁନି ତେଣୁ ଆସିବିନି ବୋଲି କହିଲି ମଧ୍ୟ କିନ୍ତୁ ସେ ମାଆଙ୍କ ପାଇଁ ମୁଁ ଆଜି ଟାଇମିଂ ଆସିଥିଲି କାରଣ ଗତକାଲି ସବୁ ମାଆମାନେ ମୋତେ ଫୋନ୍ କରିଛନ୍ତି ଆପଣ ଆସିବେ ଆସିବେ କି ନାହିଁ ନା ମୁଁ ଆସିବିନି ମୁଁ ଶେଷ ଦିନ ଯିବି କିନ୍ତୁ ସେଇ ପରମ ତାଙ୍କର ଇଚ୍ଛା ହିଁ ମଙ୍ଗଳ କ'ଣ ଆଲୋଚନା କରିବାର ଅସୁବିଧା ତ ସୁନ୍ଦର ଭାବରେ କହିଲା ମାଆଙ୍କୁ ତ ଆମେ ଦେଖୁଛେ ମାଆଙ୍କର ପୋଷାକ ଠାକୁରଙ୍କର ପୋଷାକ କେମିତି ମାଆ ଆଉ ଠାକୁର କରୁଛନ୍ତି ପ୍ରଥମେ ଆମେ ତାଙ୍କୁ ଚାହିଁଲେ ଆମ କଥା ମାରିବେ ତାହେଲେ ଠାକୁର ପାର୍ଲରରେ ବସିଛନ୍ତି ସବୁ ମାଆମାନେ ସେ ଠାକୁର ପାଖରେ ବସିଲେ ସବୁ ଏମିତି କେଜାଣି ଠାକୁରଙ୍କୁ ଚାହିଁବେ କରିକି ବସିଲେ ଯେତେବେଳେ ବସିଛନ୍ତି ଠାକୁର ସେଠି କହୁଛନ୍ତି ଯାହା ହଉ ସୁନ୍ଦର ଭାବରେ ମାଆମାନେ ବସିଥିବାରୁ ଏତେ ମାଆମାନଙ୍କ ଭିତରେ ପାରସ୍ପରିକ ଏତେ ସ୍ନେହ ଶ୍ରଦ୍ଧା ଥିବାରୁ ମାଆମାନେ ଯଦି ସମସ୍ତେ ଯୋଡ଼େଇକି ବସିଛନ୍ତି ତେଣୁ ଟିକେ ବି ଜାଗା କେହି ଛାଡ଼ୁନାହାନ୍ତି ସମସ୍ତେ ତାପରେ ସେ କେଜି କରୁଛନ୍ତି ଏଥିରେ ଠାକୁର ବହୁତ ଖୁସି ହେଇଥିଲେ ସେ କାହିଁକି କହିଲୁ ଯେ ମାଆମାନଙ୍କର ଯେଉଁ ସଜାଡ଼ିବାର ଗୁଣ ମାଆ ସଜାଡ଼ିଲେ ଗୋଟେ ଘର ସଜାଡ଼ିବେ ଗୋଟେ ମାଆ ଯଦି ଠିକ୍ ଭାବରେ ସଜାଡ଼ିବ ଘର ସହିତ ସାହି ପଡ଼ିଶା ପଡ଼ା ପଡ଼ୋଶୀ ତାପରେ ଦେଶ ରାଜ୍ୟ ଏମିତି ସବୁ ସଜାଡ଼ି ହେବ ସେମିତି ମାଆର ଏତିକି ଅବଦାନ ଯେ ଆଜି ଯିଏ ବିଶ୍ୱବନ୍ଦନୀୟ ବଡ଼ ମାଆ ଯାହାକୁ ଆମେ ବଡ଼ ମାଆ ବୋଲି କହୁଛନ୍ତି ଦେଖୁଛନ୍ତି ତାଙ୍କର ଛବି ତାଙ୍କୁ ଆମେ ପୂଜା କରୁଛନ୍ତି ସାରା ବିଶ୍ୱବନ୍ଦନୀୟ ବଡ଼ ମାଆ ତାଙ୍କୁ ଯେ ଆଖି ଦେଇଛି କାହିଁକି ତାଙ୍କ ପାଖରେ କ'ଣ ଗୁଣ ଥିଲା ସେ ତାଙ୍କ ପାଇଁ ସମସ୍ତେ ବଡ଼ ମାଆ ବୋଲି କହୁଛନ୍ତି ସେ ଯେଉଁ ଅଷ୍ଟବୈଶିଷ୍ଟ୍ୟ ଅଧିକାରୀ ଥିଲେ 12 ବର୍ଷ ବୟସରେ ଯେ ବିବାହ କରିକି ଆସିଥିଲେ ତାଙ୍କ ପାଖରେ କେତେ ସ୍ନେହ ମମତା ଧୈର୍ଯ୍ୟ ଇତ୍ୟାଦି ଶାଶୁଘର ଯେ ଚଳୁଥିଲେ ଆଜିକାଲି 34 ବର୍ଷ 45 ବର୍ଷ ଆମେ କହୁଛେ ଝିଅଟା ତ ଛୋଟ ଛୁଆଟା ବାହା ହେଇନି କାହିଁକିନା ଘର ମିଳୁନି ପୁଅକୁ ଝିଅ ମିଳୁନି କିନ୍ତୁ ସେଇଠୁ ସମୟ ଥିଲା ସେଇ ସମୟରେ ଆଜି ଆସିଥିଲେ ଆଉ ବାପଘରେ ଯାହା ସବୁ କଥା ମାନିକି ଆସିଥିଲେ ଯେ ଜାଣି ପାରିନି ନାହିଁ